ସବୁଠୁ ଜରୁରୀ କାମ ପାଇଁ ସମୟ କାଢ଼ିବା। ଥରେ ଜଣେ ମହାତ୍ମା ଥିଲେ। ସେ ପ୍ରତିଦିନ ସହରକୁ ଯିବା ରାସ୍ତାରେ ଜଣେ ଚାଷୀର କ୍ଷେତଗୁଡ଼ିକ ଦେଇ ଯାଉଥିଲେ। ସେ ଚାଷୀଟିକୁ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ତାର କ୍ଷେତଗୁଡ଼ିକରେ କାମ କରୁଥିବା ଦେଖୁଥିଲେ। ଦିନେ ସେ ଚାଷୀ ସହିତ କଥା ହେବା ପାଇଁ ଅଟକି ଗଲେ। ମହାତ୍ମା କହିଲେ, ବନ୍ଧୁ, ତୁମର ଦିନ ମଙ୍ଗଳମୟ ହେଉ। ମୁଁ ପ୍ରତିଦିନ ଦେଖେ ଯେ ତୁମେ କେତେ ପରିଶ୍ରମ କରୁଛ। ଚାଷୀଟି ମୁଣ୍ଡ ଉଠାଇ ତାଙ୍କ ଆଡ଼କୁ ଦେଖି ହସିଲା। ସେ କହିଲା, ଆଜ୍ଞା, ପରିବାରର ଭରଣ ପୋଷଣ ପାଇଁ ମୋତେ ବହୁତ ପରିଶ୍ରମ କରିବାକୁ ପଡ଼େ। ମହାତ୍ମା ମୁଣ୍ଡ ହଲାଇଲେ। ମୁଁ ବୁଝିପାରୁଛି, କିନ୍ତୁ କେବେ କ'ଣ ନିଜ ପାଇଁ ସମୟ ବାହାର କରିବା ବିଷୟରେ ଚିନ୍ତା କରିଛ? ସମୟ କାଢ଼ି କେବେ ନିଜର କାମ କରିବା ପାଇଁ ମନରେ ବିଚାର ଆସିଛି? ଚାଷୀ ଜଣକ ନିଜର କୋଦାଳକୁ ତଳେ ରଖି ସିଧା ଠିଆ ହୋଇ ପଚାରିଲା, ମୋର ନିଜର କାମ? ଆପଣ କ'ଣ କହିବାକୁ ଚାହାନ୍ତି? ମୁଁ ମୋର ନିଜର କାମ ହିଁ ତ କରୁଛି। ମୁଁ ନିଜର ଛୋଟ ପିଲାମାନଙ୍କର ଭରଣ ପୋଷଣ ପାଇଁ ଏତେ ପରିଶ୍ରମ କରେ। ପରିବାରର ଆବଶ୍ୟକତା ଗୁଡ଼ିକୁ ପୂରଣ କରିବା ପାଇଁ ମୁଁ ପୂରା ଚେଷ୍ଟା କରେ। ଉତ୍ତରରେ ମହାତ୍ମା କହିଲେ, ମୁଁ ମାନୁଛି ଯେ ତୁମେ ପୂରା ନିଷ୍ଠାର ସହିତ ନିଜର କର୍ତ୍ତବ୍ୟ କରୁଛ। କିନ୍ତୁ କେବେ କ'ଣ ତୁମେ ସେହି ପ୍ରଭୁଙ୍କ ପାଇଁ ସମୟ କାଢ଼ିବା ପାଇଁ ଚିନ୍ତା କରିଛ, ଯାହାଦ୍ୱାରା ତୁମେ ତାଙ୍କୁ ମନେ ପକାଇ ପାରିବ ଏବଂ ତାଙ୍କ ପ୍ରତି କୃତଜ୍ଞତା ଜଣାଇ ପାରିବ, ଯାହା ତୁମର ଅସଲ କାମ? ଚାଷୀଟି ଅବହେଳାରେ ନିଜର କାନ୍ଧକୁ ହଲାଇ ନିଜ କାମରେ ଲାଗିଗଲା। ମୋ ପାଖରେ ଏହି ସବୁ କାମ ପାଇଁ ସମୟ ନାହିଁ, କିନ୍ତୁ ମୋର ପିଲାମାନେ ବଡ଼ ହୋଇଯିବା ପରେ ମୁଁ ଏ ବିଷୟରେ ଚିନ୍ତା କରିବି। ମହାତ୍ମା ଜଣକ ଚୁପଚାପ ନିଜ ରାସ୍ତାରେ ଚାଲିଗଲେ। ଅନେକ ବର୍ଷ ବିତିଗଲା। ଦିନେ ସେହି ମହାତ୍ମା ସେହି ଚାଷୀର କ୍ଷେତଗୁଡ଼ିକ ଦେଇ ବାହାରିଲେ। ସେ ଦେଖିଲେ ଯେ ଚାଷୀର ପିଲାମାନେ ବଡ଼ ହୋଇ ସାରିଥିଲେ ଏବଂ ସମସ୍ତେ କ୍ଷେତଗୁଡ଼ିକରେ କାମ କରୁଥିଲେ। ଚାଷୀ ଓ ପିଲାମାନେ ମିଶି ବହୁତ ପରିଶ୍ରମ କରୁଥିଲେ। ଚାଷୀର ଦାଢ଼ି ଧଳା ହୋଇଯାଇଥିଲା ଏବଂ ଅଣ୍ଟା ବଙ୍କା ହୋଇଯାଇଥିଲା, ତଥାପି ସେ କ୍ଷେତଗୁଡ଼ିକରେ କାମ କରୁଥିଲା। ମହାତ୍ମା କହିଲେ, ହେ ବନ୍ଧୁ, ତୁମର ଦିନ ମଙ୍ଗଳମୟ ହେଉ। ମୁଁ ଦେଖୁଛି ଯେ ତୁମର ପିଲାମାନେ ବଡ଼ ହୋଇଗଲେଣି ଏବଂ ତୁମକୁ ସାହାଯ୍ୟ କରୁଛନ୍ତି। ଚାଷୀଟି ହସିଦେଇ ବହୁତ ଗର୍ବର ସହିତ କହିଲା, ଆଜ୍ଞା, ବିଲକୁଲ ଠିକ୍। ଏମାନେ ବଡ଼ ହୋଇଗଲେଣି। ଏମାନଙ୍କର ବିବାହ ହୋଇଯାଇଛି ଏବଂ ପିଲାଛୁଆ ମଧ୍ୟ ହୋଇଗଲେଣି। ମହାତ୍ମା ମୁଣ୍ଡ ହଲାଇଲେ। ଏବେ ତ ତୁମ ପାଖରେ ନିଜ ପାଇଁ ସମୟ ନିଶ୍ଚୟ ଥିବ। କ'ଣ ଏବେ ପ୍ରଭୁଙ୍କୁ ମନେ ପକାଉଛ ଏବଂ ତାଙ୍କୁ କୃତଜ୍ଞତା ଜଣାଉଛ? ଚାଷୀଟି ମୁଣ୍ଡ ହଲାଇ ମନା କରିଦେଲା। ସେ ଦୀର୍ଘ ଶ୍ୱାସ ନେଇ କହିଲା, ମହାତ୍ମା, ମୋର ପରିବାର ବଢ଼ି ଚାଲିବା ସଙ୍ଗେ ସଙ୍ଗେ ମୋତେ ଆହୁରି ଜମି କିଣିବାକୁ ପଡ଼ିଲା। ଆମେ ଆଉ କିପରି ନିଜର ଆବଶ୍ୟକତା ଗୁଡ଼ିକୁ ପୂରଣ କରିଥାନ୍ତୁ ଏବଂ କିପରି ଏକ ଆରାମଦାୟକ ଜୀବନଯାପନ କରିପାରିଥାନ୍ତୁ? ସେତିକିବେଳେ ଚାଷୀର ନାତିଟି ଦୌଡ଼ି ଆସି ତାର ଦୁଇ ହାତକୁ ଜାବୁଡ଼ି ଧରିଲା। ଚାଷୀଟି
ହସି ହସି କହିଲା, ମୋର ଏହି ନାତି ନାତୁଣୀମାନେ ମୋତେ ସାରା ଦିନ ବ୍ୟସ୍ତ ରଖନ୍ତି। ମୋଠାରେ ଅନ୍ୟ କୌଣସି କାମ କରିବାକୁ ସମୟ ହିଁ ନାହିଁ। ମହାତ୍ମା ମୁଣ୍ଡ ହଲାଇ ଚୁପଚାପ ନିଜ ରାସ୍ତାରେ ଚାଲିଗଲେ। ଆହୁରି କିଛି ବର୍ଷ ବିତିଗଲା। ମହାତ୍ମା ପୁଣି ଥରେ ସେହି ଚାଷୀ ପାଖକୁ ଆସିଲେ। ସେହି ସମୟରେ ଚାଷୀଟି ବିଛଣାରେ ଶୋଇଥିଲା। ସେ ବହୁତ ବେମାର ଥିଲା ଏବଂ ବହୁତ ଦୁର୍ବଳ ହୋଇଯାଇଥିଲା। ତାର ପତ୍ନୀ ପୂର୍ବରୁ ହିଁ ମରିଯାଇଥିଲା। ପରିବାରର ବାକି ଲୋକମାନେ ସେଠାରେ ଥିଲେ ଏବଂ ନିଜ ନିଜର କାମରେ ଲାଗିଥିଲେ। ଚାଷୀ ପାଖରେ ବସିବା ପାଇଁ କାହା ପାଖରେ ମଧ୍ୟ ସମୟ ନଥିଲା। ସେ ନିଜକୁ ବହୁତ ଏକୁଟିଆ ମନେ କରୁଥିଲା। ମହାତ୍ମା ତାର ବିଛଣା ପାଖରେ ବସିଗଲେ ଏବଂ କହିଲେ, ବନ୍ଧୁ, ତୁମର ଦିନ ମଙ୍ଗଳମୟ ହେଉ। ତୁମକୁ ଦେଖି ମୋତେ ଦୁଃଖ ଲାଗିଲା ଯେ ତୁମେ ଏତେ ବେମାର ହୋଇଯାଇଛ। ଚାଷୀଟି ବହୁତ କଷ୍ଟରେ ଉପରକୁ ଆଖି ଉଠାଇଲା। ତାର ଆଖିରେ ଲୁହ ଭରିଗଲା। ସେ କହିଲା, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ମୁଁ ଭାବୁଛି ଯେ ମୋର ସମୟ ଆସିଯାଇଛି। ମହାତ୍ମା ଚାଷୀ ପାଖରେ କିଛି ସମୟ ବସି ତା ସହିତ କଥାବାର୍ତ୍ତା ହେଲେ। ହେ ବନ୍ଧୁ, ମୁଁ ଅନେକ ବର୍ଷ ପର୍ଯ୍ୟନ୍ତ ତୁମର ଘର ଓ କ୍ଷେତଗୁଡ଼ିକ ଆଗରେ ଯାଉଥିଲି। ପ୍ରତ୍ୟେକ ସମୟରେ ମୁଁ ତୁମକୁ କଠିନ ପରିଶ୍ରମ କରୁଥିବା ଦେଖିଥିଲି। ପ୍ରଥମେ ପିଲାମାନଙ୍କର ଏବଂ ପରେ ନାତି ନାତୁଣୀମାନଙ୍କର ଦେଖାଶୁଣା ପାଇଁ। ମାତ୍ର ତୁମେ ନିଜ ପାଇଁ ଏବଂ ନିଜର କାମ ପାଇଁ ସମୟ ବାହାର କରିବା ମୁଁ କେବେ ଦେଖିନଥିଲି। ପରମାତ୍ମାକୁ ମନେ ପକାଇବା ଏବଂ ତାଙ୍କୁ କୃତଜ୍ଞତା ଜଣାଇବା ତୁମର ଅସଲ କାମ ଥିଲା। ଚାଷୀଟି ମହାତ୍ମାଙ୍କ ଆଡ଼କୁ ଦେଖି ଗୋଟିଏ ଦୀର୍ଘ ନିଶ୍ୱାସ ପକାଇ କହିଲା, ମୁଁ ମାନୁଛି। ଚାଷୀଟି ଉଦାସ ହୋଇ କହିଲା, ମୁଁ ସବୁବେଳେ ଏପରି ଭାବୁଥିଲି ଯେ ପରେ ମୋ ପାଖରେ ସମୟ ବଞ୍ଚିବ, କିନ୍ତୁ ବୋଧହୁଏ ଏବେ ବହୁତ ଡେରି ହୋଇଯାଇଛି। ମହାତ୍ମା ମୁଣ୍ଡକୁ ହଲାଇଲେ। ହେ ବନ୍ଧୁ, ଅସଲ ଓ ଜରୁରୀ କାମକୁ ଟାଳିଦେଲେ ଏପରି ବିପଦ ଆସେ। ଆମକୁ ଜଣା ନାହିଁ ଯେ ଆମର ସମୟ କେତେବେଳେ ସରିଯିବ। ପରେ ମହାତ୍ମା ସେହି ରାସ୍ତାରେ ଯିବା ବେଳକୁ ଚାଷୀର ମୃତ୍ୟୁ ହୋଇଯାଇଥିଲା। ମହାତ୍ମା ସେଠାରେ କିଛି ସମୟ ପାଇଁ ଅଟକିଲେ। ଚାଷୀର କ୍ଷେତଖଳାକୁ ଦେଖି ସେ ଭାବୁଥିଲେ ଯେ ଜୀବନର କୌଣସି ଭରସା ନାହିଁ। କେତେ ଶୀଘ୍ର ଶେଷ ହୋଇଯାଏ। ଏହି ମୂଲ୍ୟବାନ ସୁଯୋଗକୁ ନଷ୍ଟ କରିଦେବା କେତେ ସହଜ।